ସୁନାର ସଂସାର ଆପଣ ଚାଲିଛି। ସୁନାର ସଂସାର କହିଲା ପୁଣି ତାକୁ ନେଇକି ମୁଁ ଚାଲିଛୁ। ଆଉ ପିଲାମାନେ ତ ବାହା ହେଇଗଲେଣି, ଏବେ ଆମେ ଚାଲିଛୁ ଗୋଟେ ଆଉ। କେବେ ସ୍ତ୍ରୀର ଝଗଡ଼ା ହେଇନି ଆପଣଙ୍କର? ସେ ଝଗଡ଼ା ହେଇଛି ପ୍ରଥମେ ଯେତେବେଳେ ସେ ବାହା ହେଇକି ଆସିଥିଲା ଟିକେ ଝଗଡ଼ା ହେଉଥିଲା, ବୁଝାମଣା ଟିକେ। ଏବେ ପୁରା ଫୁଲ୍ ଅଣ୍ଡରଷ୍ଟାଣ୍ଡିଂରେ ଚାଲିଛୁ, ତେଣୁ ଏବେ ଆଉ ଝଗଡ଼ା ଝାଣ୍ଟି କିଛି ନାହିଁ। ଆଉ ସେମିତି ଆଜ୍ଞା ପ୍ରେସର୍ ପଡ଼ିଲେ ତ ଜଣେ କିଏ ରାଗିବ, ଜଣେ କାମ ନ କଲେ ବି ଜଣେ କହିବ, ତେଣୁ ସେଗୁଡ଼ାକ କିଛି ନୁହେଁ। ଝଗଡ଼ା ଆମର ସ୍ତ୍ରୀ ରାଗିଥିବେ, ଆପଣ କ'ଣ ଗୀତ ଗାଇ ତାକୁ ବୁଲାନ୍ତି ନା ମଜା କଥା ନା, ମୁଁ ତାଙ୍କୁ ମଜା କଥା କହିକି ଭୁଲେଇ ଦିଏ। ତାପରେ ମୋ ରାଗଟାକୁ ସିଏ ଗୋଟେ ପାଣି ଭଳିଆ ବୋହିଯାଏ। ତା ରାଗଟା ମୁଁ ଯେତେବେଳେ ତା ରାଗଟାକୁ ନ ନିଏ ଦେହକୁ, ତା ସାଙ୍ଗରେ କଥାବାର୍ତ୍ତା ହେଇକି ଅନ୍ୟାନ୍ୟ ଆଡ଼େ ତା ମାଇଣ୍ଡଟାକୁ ନେଇଯାଏ, ସେ ରାଗଟା ପାଣି ଭଳିଆ ବୋହିଯାଏ। ତେଣୁ ଆମ ଭିତରେ ଆଉ ରାଗ ଗୋଟେ କିଛି ସୃଷ୍ଟି ହୁଏ ନା। ସମାଜକୁ କ'ଣ କହିବାକୁ ଚାହାନ୍ତି? ମାନେ ସମାଜରେ ଯେଉଁମାନଙ୍କ ଘରେ ନୂଆ ନୂଆ ବାହା ହେଉଛନ୍ତି, ସଂସାର ଭାଙ୍ଗି ଯାଉଛି, ଡିଭୋର୍ସ ହେଇଯାଉଛି, ସେମାନଙ୍କୁ କ'ଣ ବାର୍ତ୍ତା ଦେବା ପାଇଁ ଚାହାନ୍ତି ଆପଣ? ସମାଜକୁ ମୁଁ ଏତିକି କହିବାକୁ ଚାହେଁ ଯେ ସ୍ତ୍ରୀମାନେ ବହୁତ ଯଦି ସମ୍ମାନର ଯୋଗ୍ୟ, ତାଙ୍କୁ ଠିକ୍ ସମ୍ମାନ ଦେଖେଇକି ସ୍ନେହ ଦେଖେଇ ପାରିଲେ, ତାଙ୍କର ଆବଶ୍ୟକତା କ'ଣ ସେମାନେ ଚାହୁଁଛନ୍ତି, ପରସ୍ପର ଅଣ୍ଡରଷ୍ଟାଣ୍ଡିଂ ରହିଲେ ସ୍ତ୍ରୀମାନଙ୍କୁ ଆମେ ଆଉ ଅନ୍ୟ ଆଡ଼େ ମନ ଯିବନି। ଆଉ ପୁରୁଷମାନେ ଜେନେରାଲି ମୁଁ ଦେଖୁଛି ବାହାରେ ବୁଲିକି ତାଙ୍କର ମନ ଟିକେ ଏପଟ ସେପଟ ହେଇଯାଏ। ସେମାନେ ମଦ ନହେଲେ ଇଏ ଗଞ୍ଜେଇ ଏଗୁଡ଼ାକ ସବୁ ଖାଇଲା ଦ୍ୱାରା ସେ ଜିନିଷ ଗୁଡ଼ାକ ସବୁ ସ୍ତ୍ରୀ ଦେହରେ ହଜମ ହୁଏନି। ତେଣୁ ବର୍ତ୍ତମାନ ପରିସ୍ଥିତିରେ ସମସ୍ତେ ସଂସାର ଆଉ ଦେଶର ଅବସ୍ଥା ଯାହା ହେଲାଣି, ଘରକୁ ଆଗ ଠିକ୍ ରଖିକି ସ୍ତ୍ରୀ ସାଙ୍ଗରେ ଉତ୍ତମ ସମ୍ପର୍କ ରଖିପାରିଲେ ବାହାର ଲୋକଙ୍କ ସାଙ୍ଗରେ ସମ୍ପର୍କଟା ବହୁତ ଭଲ ରହିବ। କାହିଁକିନା ମୁଁ ଦେଖିଛି ସ୍ତ୍ରୀ ସାଙ୍ଗରେ ଯେଉଁଦିନ ମନମାଳିନ ହେଇଥିବ, ବାହାର ଲୋକଙ୍କ ସାଙ୍ଗରେ ଆପଣ ହସି କଥା ହେଇପାରିବେନି। ତେଣୁ ଘରେ ଆଗ ଚାରିଟି ବିଗିନ୍ସ ଏଟ୍ ହୋମ୍। ତେଣୁ ଏଇଟାକୁ ଯଦି ଆପଣ ଘରେ ସମ୍ପର୍କଟା ଠିକ୍ ଥିବ ପିଲାମାନଙ୍କ ସାଙ୍ଗରେ, ସ୍ତ୍ରୀମାନଙ୍କ ସାଙ୍ଗରେ, ବାହାର ଲୋକଙ୍କ ସାଙ୍ଗରେ ଆପଣ ହସ ଖୁସିରେ ମୌଜ କରିପାରିବେ। ମାନସିକ ସ୍ଥିତି ଘରୁ ଆଗ ଆରମ୍ଭ ହୁଏ। ସ୍ତ୍ରୀମାନେ କାହିଁ ସନ୍ଦେହ ବେଶୀ କରନ୍ତି ପୁଅ ପିଲାକୁ? ସନ୍ଦେହ କରିବାଟା ତାଙ୍କର ସମସ୍ତଙ୍କୁ ସ୍ତ୍ରୀ ଯେ ସନ୍ଦେହ ପୁଅ ପିଲାଙ୍କୁ ସନ୍ଦେହ କରନ୍ତି କାହିଁକି? ଏଥିପାଇଁ କାହିଁକିନା ଆଜିକାଲି ଦୁନିଆଟା ଟିକେ ଇଏ ଆଡ଼କୁ ଗଲାଣି, ପାଶ୍ଚାତ୍ୟ ସଭ୍ୟତା ଆଡ଼କୁ ଗଲାଣି। ପୁରୁଷମାନେ ବାହାରକୁ ଗଲାବେଳକୁ ସେମାନେ ଟିକେ ଅନ୍ୟ ପ୍ରତି ଆକର୍ଷିତ ହେବା କି କ'ଣ ହେବା ଏମିତି ହେଇଯାଉଛନ୍ତି। କାହିଁକିନା ବହୁତ ଉଦାହରଣ ବି ଆମେ ଦେଖୁଛୁ, ଏଇ ଯେଉଁ ଅଭିଜିତ ମଜୁମଦାର, ସେମାନେ କଥା ଛାଡ଼ନ୍ତୁ। କିନ୍ତୁ ଜିନିଷ ହେଉଛି ପୁରୁଷ ନାରୀ କେହି କାହାକୁ ସନ୍ଦେହ ନ କରିବାଟା ଭଲ। କିନ୍ତୁ ନାରୀ ଯଦି ବିଶ୍ୱାସ, ପୁରୁଷ ଯଦି ନାରୀର ବିଶ୍ୱାସଟାକୁ ଜିତି ପାରିଲା, ତାହେଲେ ଆଉ ସନ୍ଦେହ ନ ରହିଲେ ଭଲ, ପରିବାରର ସମ୍ପର୍କ ବହୁତ ଭଲ ରହିବ। ସେଇ ବିଶ୍ୱାସଟାରେ ସେଟାକୁ ସାରା ଜୀବନ ପର୍ଯ୍ୟନ୍ତ ବଜାୟ ରଖିବା କଥା, ତା ଦେହରେ ଆଉ କିଛି ଅପମିଶ୍ରଣ କରିବା କଥା ନୁହେଁ।